ଆପଣ ଏମିତି କେବେ ବିନା ଦହି ନ ସୋଢ଼ାରେ ଏମିତି କେବେ ବନେଇଛନ୍ତି କି? ଯଦି ନ ବନେଇଛନ୍ତି ତେବେ ଭିଡ଼ିଓଟିକୁ ପୁରା ଦେଖନ୍ତୁ ଏବଂ ଏହିପରି ଥରେ ଘରେ ବନେଇକି ଖାଆନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ନମସ୍କାର, ମମତା କିଚେନ୍ ଓଡ଼ିଆକୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଏହି ରେସିପିଟି ଆପଣ ସକାଳେ ବନେଇକି ଖାଇପାରିବେ, ନାଇଁ ତ ସନ୍ଧ୍ୟାରେ ମଧ୍ୟ ଏମିତି ବନେଇକି ଖାଇପାରିବେ। ଖାଇବା ପାଇଁ ବହୁତ ଚଟପଟା ଲାଗିବ ଏବଂ ବହୁତ କମ୍ ସମୟରେ ପ୍ରସ୍ତୁତ ହୋଇଯିବ। ଏବେ ଚାଲନ୍ତୁ ଦେଖିନେବା ଆଜିର ଏହି ରେସିପି ବନେଇବା ପାଇଁ ମୁଁ ଏଠି 2ଟା ଆଳୁ ନେଇଛି ଏବଂ ଗୋଟେ ବାଉଲ ଏଠି ସୁଜି ନେଇଛି, ଗୋଟେ ବଡ଼ ସାଇଜର ଟମାଟୋ ନେଇଛି, 2ଟି କଞ୍ଚା ଲଙ୍କା ନେଇଛି। ଗ୍ରାମ ହିସାବରେ ମୁଁ ଏଠି 150 ଗ୍ରାମ ପାଖାପାଖି ଏଠି ସୁଜି ନେଇଛି। ଆପଣ ସୁଜି ନେଲା ବେଳେ ଏମିତି ଗୋଟେ ଜାଗାରେ ମେଜର କରିକି ସବୁବେଳେ ହିଁ ନେବେ। ତାପରେ କ'ଣ କରିବା ନା, ଯେଉଁ କଞ୍ଚା ଆଳୁକୁ ଏଠି ରଖିଥିଲି, ଏବେ ସେଇ କଞ୍ଚା ଆଳୁକୁ ପ୍ରଥମେ ଚୋପା ଛଡ଼େଇକି ଏମିତି ସ୍କୋୟାର ପିସେସ୍ରେ କାଟି ନେବା। କାଟି ସାରିଲା ପରେ କ'ଣ କରିବେ ନା, 2ରୁ 3 ଥର ଆଳୁଟିକୁ ଭଲ ଭାବରେ ପାଣିରେ ଧୋଇ ନେବେ। ଏବେ କ'ଣ କରିବା, ଏବେ ସେ ମିକ୍ସିଂ ଜାରରେ କ'ଣ କରିବା ନା, ପ୍ରଥମେ ଆଳୁକୁ ଦେଇଦେବା, ତାପରେ ଯେଉଁ ସୁଜିକି ରଖିଥିଲେ ଏବେ ସେଇ ସୁଜିକୁ ଦେଇଦେବା, ତାପରେ ଟମାଟୋକୁ ଏଠି କାଟିକି ଦେଇଦେବା। ଟମାଟୋକୁ କାଟିକି ଦେଇ ସାରିଲା ପରେ ଆପଣ କ'ଣ କରିବେ ନା, ଯେଉଁଥିରେ ଆପଣ ମେଜର କରିକି ସୁଜି ନେଇଥିବେ ସେଇଥିରେ ଆପଣ ଏଠି 1 କପ୍ ବା 1 ଗିନା ଏଠି ପାଣି ଦେଇଦେବେ। ପାଣି ଦେଇକି ଏମିତି ଗୋଟେ ପେଷ୍ଟ ବନେଇ ନେବେ। ଏବେ ଦେଖନ୍ତୁ ମୁଁ ଗ୍ରାଇଣ୍ଡିଙ୍ଗ କରିକି ନେଇ ଆସିଛି। ବ୍ୟାଟରଟି ବେଶୀ ପତଳା ନାହିଁ କି ବେଶୀ ମୋଟା ନାହିଁ, ଏମିତି ହେବା ଦରକାର। ଦେଖନ୍ତୁ ମୁଁ ଆପଣଙ୍କୁ ଚାମଚରେ ଯେମିତି ଦେଖାଉଛି, ବ୍ୟାଟରଟି ଏମିତି ଚାମଚର 2 ପଟ ସାଇଡ଼ରେ ଲାଗିକି ରହୁଥିବା ଦରକାର। ଆପଣ ସେମିତି ହିଁ ବନେଇବେ, ଅତ୍ୟଧିକ ପାଣି ଦେଇକି ଗ୍ରାଇଣ୍ଡିଙ୍ଗ କରିବେ ନାହିଁ। ତାପରେ କ'ଣ କରିବା ନା, ମୁଁ ଏମିତି ଗୋଟେ ବାଉଲକୁ ବାହାର କରି ନେଇଛି। ତାପରେ ଏଠି 1 ଚାମଚ ଅଦାକୁ ଏମିତି ଛେଚିକି ଦେଇଦେବା। ଏବେ ଅଦା ଛେଚାକୁ ଦେଲା ପରେ ଏଠି ଗୋଟେ ବଡ଼ ସାଇଜର ପିଆଜକୁ ଏମିତି ଛୋଟ ଛୋଟ କରିକି କାଟିକି ଦେଇଦେବା। ତାପରେ କ'ଣ କରିବା ନା, ତାପରେ ଏଠି ସ୍ୱାଦ ଅନୁସାରେ ଲୁଣ, ଅଳ୍ପ କିଛି କଳା ଜିରା ଦେଇଦେବା। ଏସବୁକୁ ଦେଲା ପରେ ଭଲ ଭାବରେ ଚାମଚ ସାହାଯ୍ୟରେ ଏମିତି ମିଶାଇ ନେବା। ଆପଣ ସକାଳ ଜଳଖିଆରେ ତ କିଏ କେତେ ପ୍ରକାର ବନେଇକି ଖାଉଥିବେ, କିନ୍ତୁ ଏହିପରି ଥରେ ବନେଇକି ଖାଆନ୍ତୁ ଏବଂ ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ। ବହୁତ ଶୀଘ୍ର ବା ବହୁତ କମ୍ ସମୟରେ ଏମିତି ଗୋଟେ ସୁଆଦିଆ ରେସିପି ପ୍ରସ୍ତୁତ ହୋଇଯିବ। ଆପଣ ଆକୁ ବିନା ଚଟଣିରେ ମଧ୍ୟ ଖାଇପାରିବେ, କାହିଁକି ନା ଯେହେତୁ ଏଠି ଆମେ ଗୋଟେ ଟମାଟୋ ବାଟି ଦେଇଛେ, ଏହା ବହୁତ ଚଟପଟା ଲାଗିବ ବା ରାଗ ରାଗ ଲାଗିବ, ଖାଇବାକୁ ବହୁତ ବଢ଼ିଆ ଲାଗିବ। ତ ଏବେ କ'ଣ କରିବା ନା, ଏମିତି ଗୋଟେ ପ୍ୟାନ୍ ବସାଇ ନେବା। ପ୍ୟାନ୍ରେ 1 ଚାମଚ ଏଠି ରିଫାଇନ୍ ଅଏଲ୍ ଦେଇଦେବା। ତାପରେ ଅଳ୍ପ ଟିକେ କଳା ଜିରା ଯେତେବେଳେ ଫୁଟି ଆସିବ, ଆପଣ ଯେଉଁ ବ୍ୟାଟରଟି ବନେଇକି ରଖିଥିବେ ସେଥିରେ ଅଧା ଦେଇଦେବେ। ତାପରେ ଏମିତି ଚାମଚ ସାହାଯ୍ୟରେ ଏମିତି ଟିକେ ସ୍ପ୍ରେଡ୍ କରି ନେବେ। ଆପଣ ବ୍ୟାଟରଟିକୁ ସଙ୍ଗେ ସଙ୍ଗେ ଏମିତି ବନେଇକି କରିପାରିବେ। 5-10 ମିନିଟ୍ ଛାଡ଼ିବା କିମ୍ବା ରଖିବା କଭର କରିକି କିଛି ବି ଦରକାର ନାହିଁ। ଆପଣ ସଙ୍ଗେ ସଙ୍ଗେ ଏମିତି ଗୋଟେ ରେସିପି ବନେଇକି ସମସ୍ତଙ୍କୁ ଖାଇବାକୁ ଦେଇପାରିବେ। ତାପରେ କ'ଣ କରିବା ନା, ଉପରେ ଏମିତି ଟିକେ ଚିଲି ଫ୍ଲେକ୍ସ ଦେଇଦେବେ। ତାପରେ ପୁଣି ଆଉ ଗୋଟେ ଚୁଟକି ଏଠି କଳା ଜିରା ଦେଇଦେବେ। ତାପରେ ଲାଷ୍ଟରେ ଏଠି କିଛି ଧଳା ରାଶି ଦେଇଦେବେ। ଏହାର ଟେଷ୍ଟ ଆହୁରି ବଢ଼ିଆ ଆସିବ ଏବଂ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର। ଗ୍ୟାସର ଫ୍ଲେମ୍କୁ ଆପଣ ପୁରା ଲୋରେ ହିଁ ରଖିଥିବେ, ଯେପର୍ଯ୍ୟନ୍ତ କି ଆରପଟ ସାଇଡ଼ରେ ଆପଣଙ୍କର ଲାଲ ପଡ଼ିକି ବେକ୍ ନ ହୋଇଯାଇଛି ସେ ପର୍ଯ୍ୟନ୍ତ ଏମିତି ଲୋ ଫ୍ଲେମ୍ରେ ଆପଣ ବେକ୍ କରିନେବେ। ଏବେ ଦେଖନ୍ତୁ ହେଇ ଆସିଲାଣି, ମୁଁ ଆରପଟ ସାଇଡ଼କୁ ଓଲଟେଇ ନେଇଛି। ଆପଣ ପିଠାଟିକୁ ଦେଖିକି ଜାଣିପାରୁଥିବେ କେତେ ସୁନ୍ଦର ହେଇଛି ବା କେତେ ସୁଆଦିଆ ହେଇଥିବ। ଆପଣ ଗ୍ୟାସର ଫ୍ଲେମ୍କୁ ସେମିତି ଲୋ ଫ୍ଲେମ୍ରେ ହିଁ ରଖିଥିବେ ଏବଂ ସେମିତି ବେକ୍ ହେବାକୁ ଦେବେ, ଯେମିତିକି 2 ପଟ ସାଇଡ଼ରୁ ଭଲ ଭାବରେ ଲାଲ ପଡ଼ିକି ପିଠାଟି ପୁରା ବେକ୍ ହେଇଯିବ। ଏବେ ଯେହେତୁ ହେଇ ଆସିଲାଣି, ଏବେ ଗୋଟେ ପ୍ଲେଟ୍କୁ ବାହାର କରିନେବା। ଦେଖନ୍ତୁ କେତେ କମ୍ ସମୟରେ ଆପଣଙ୍କର ଏଇ ଜଳଖିଆ ରେସିପିଟି ପ୍ରସ୍ତୁତ ହୋଇଯାଇଛି। ଏବେ ସେଇ ସେମ୍ ପ୍ରୋସେସ୍ରେ ରହିଯାଇଥିବା ବଳକା ବ୍ୟାଟରକୁ ଏହିପରି ବନେଇ ନେବା। ଆପଣ ନିଶ୍ଚିନ୍ତ ଏହିପରି ଥରେ ଘରେ ବନେଇକି ଖାଆନ୍ତୁ। ଏବେ ଆଜିର ଏହି ରେସିପି ଆପଣଙ୍କୁ କେମିତି ଲାଗିଲା? ଆଶା କରୁଛି ଆଜିର ଏହି ରେସିପି ଆପଣଙ୍କୁ ଭଲ ଲାଗିଥିବ। ଏବେ ଦେଖନ୍ତୁ, ଯେହେତୁ ଗରମ ଅଛି, ମୁଁ ଆପଣଙ୍କୁ ସାଇଡ଼ରୁ ଟିକେ ଭାଙ୍ଗିକି ଦେଖେଇ ନେଉଛି। ଦେଖନ୍ତୁ, ଭିତରୁ ନରମ ରହିବ, ଉପରୁ କ୍ରିସ୍ପି ରହିବ, ଖାଇବାକୁ ବହୁତ ବଢ଼ିଆ ଲାଗିବ। ଆପଣ ବିନା ଚଟଣି ସସ୍ରେ ଏହି ରେସିପିଟିକୁ ଖାଇପାରିବେ।
एबे आजिर ई रेसिपी जदि आपनको भल लागिछि तेबे ममता किचन को लाइक शेयर सब्सक्राइब निश्चिंत करिवे। मु आउ गोटी रेसिपी नेकी आपण मानक पाखकु आसीबी। से पर्यंत रहिली नमस्कार।